Hello, friends. I am a team member of Krutarth. I hope ତମମାନେ ସବୁ ଭଲରେ ଥିବ। ତ ମେ ବି ଆଗରୁ ସାର୍ ବହୁତ ଟାଇମ୍ କହିଛନ୍ତି ତ ମୋ ବିଷୟରେ, so I no need to give my introduction. Today onwards, I will take your history part. History. ମୁଁ PYQ ଦେଖୁଥିଲି, ମୁଁ ଦେଖିଲି ଯେ ମୋଷ୍ଟଲି ସେମାନେ ଯଦି 15ରୁ 18ଟା କ୍ୱେଶ୍ଚନ୍ ପଡୁଛି, ସେଥିରୁ ମିନିମମ୍ 10ରୁ 12ଟା ପଡୁଛି ମଡର୍ନ ହିଷ୍ଟ୍ରି ଅଫ୍ ଓଡ଼ିଶାରୁ, ଆଉ 2 to 3 କ୍ୱେଶ୍ଚନ୍ ପଡୁଛି ମଡର୍ନ ଇଣ୍ଡିଆନ ହିଷ୍ଟ୍ରିରୁ। ତାପରେ ଆର୍ଟ ଆଣ୍ଡ କଲଚରରୁ ପଡୁଛି ଗୋଟେ ଦିଟା, ସେଟା ଭ୍ୟାରି କରୁଛି 2-3ଟା। ଆଉ ଆନ୍ସିଏଣ୍ଟ ହିଷ୍ଟ୍ରି ଅଫ୍ ଓଡ଼ିଶାରୁ ଭ୍ୟାରି କରୁଛି 4ଟା 5ଟା ଏମିତି ପଡୁଛି। 4ଟା 5ଟା ଏଇଥିରେ ଆର୍ଟ ଆଣ୍ଡ କଲଚର ବି ଇନକ୍ଲୁଡେଡ ହେଇକି ରହୁଛି। ତ ଆମର ପ୍ରାୟର ଫୋକସ୍ ରହିବ ଦିସ୍ ପାର୍ଟ, କାରଣ ମୁଁ ଦେଖିଲି ଫର୍ଷ୍ଟ ଥରକ ସିଏ 11ଟା କ୍ୱେଶ୍ଚନ୍ ପଚାରିଥିଲେ, ସେକେଣ୍ଡ ଥରକ ସେଇଟା ରିଡ୍ୟୁସ୍ ହେଇକି 8-9ଟାକୁ ଆସିଲା। ବଟ୍ ଇଟ୍ ଇଜ୍ ସିଓର କି 8ରୁ 9ଟା କ୍ୱେଶ୍ଚନ୍ ଏଇପଟରୁ ପକ୍କା ପଡ଼ିବ। ତାପରେ ନେକ୍ସଟ ଇମ୍ପୋର୍ଟାଣ୍ଟ ପାର୍ଟ ହେଉଛି ଓଡ଼ିଶାର ଆର୍ଟ ଆଣ୍ଡ କଲଚର ଆଉ ଆନ୍ସିଏଣ୍ଟ ପାର୍ଟ। ତାପରେ ଲାଷ୍ଟ ପ୍ରାୟୋରିଟି ହେଉଛି ଆମର ଏଇଟା ଯୋଉଟା ମଡର୍ନ ଇଣ୍ଡିଆନ ହିଷ୍ଟ୍ରିରେ ଅଛି, ଏଇଟା ପ୍ରାୟତଃ ଆମେ ସବୁ କଭର କରିବା। ତ ମୋଷ୍ଟଲି ଆମର କ'ଣ ହୁଏ ନା, ଓଡ଼ିଶା ପାର୍ଟଟା ଟିକେ କୋଉଠି ଭଲସେ କଭର ହେଇକି ନାହିଁ, ସେଇଟା ଆମକୁ ପାଇବାକୁ ଟିକେ କଷ୍ଟ ହୁଏ। ଅଦରୱାଇଜ ଅଦର ପାର୍ଟ ଗୁଡ଼ା ଆମେ ବହୁତ ସାରା କମ୍ପାଇଲ୍ଡ ଭର୍ସନ ପାଇଯାଉ। କିନ୍ତୁ ସେଥିରେ ଆମର ବାଛିବାର ଅଛି ହ୍ୱାଟ୍ ଇଜ୍ ଇମ୍ପୋର୍ଟାଣ୍ଟ ଫର୍ ଅସ୍ ଆଉ କୋଉଟା ଆମ ପାଇଁ ଇମ୍ପୋର୍ଟାଣ୍ଟ ନାହିଁ। ଦ୍ୟାଟ୍ସ ଏ ଫୁଲ୍ ଅଫ୍ ବହୁତ ବଡ଼ ସୋର୍ସ ଅଛି, ସେଥିରୁ ଆମେ ସବୁ ପଢ଼ିଲେ ତା ଭିତରେ ଇଟ୍ସ ଏଇଟା ଅଲରେଡି ଗୋଟେ ବହୁତ ହି ମେମୋରେବଲ, ମାନେ ମନେ ରଖିବା ଜିନିଷଟା। ଯଦି ଆମେ ଠିକ ବହୁତ ଗୁଡ଼େ ପଢ଼ିବା ତ ଆମେ କନଫ୍ୟୁଜ ହବା। ଦ୍ୟାଟ୍ସ ୱାଇ ଇଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ ଟୁ ବାଛିବା ଯେ କୋଉଟା ଆମ ପାଇଁ ଦରକାର ଆଉ କୋଉଟା ଆମ ପାଇଁ ଦରକାର ନାହିଁ। ଦ୍ୟାଟ୍ ଇଜ୍ ଦ ବିଗେଷ୍ଟ ଜବ୍। ଇଣ୍ଟରନେଟରେ ସବୁ କିଛି ଆଭେଲେବୁଲ ଅଛି, ସୋର୍ସ ଆଭେଲେବୁଲ ଅଛି, ଗୋଟେ ବହୁତ random data ଅଛି। But I am here. Why I am here? I am here to only guide you to what is important for you for your examination demand. ତମ ଏକ୍ସାମିନେସନ ଯୋଉଟା ଡିମାଣ୍ଡ କରୁଛି ତମେ ସେତିକି ପଢିବ, ସେତିକି ଯାଇକି ଡାଇରେକ୍ଟ ରେପ୍ଲିକେଟ କରିକି ଆସିବ। ଯୋଉଟା ନାହିଁ ଡିମାଣ୍ଡ କରୁନି, ଆମେ ସେଥିରେ ସେଇ ଇଲ୍ୟୁଜନରେ କାହିଁ ପଶିବା। ତ ସେଇଟା ହଉଛି ମୋ କାମ। ଆଇ ୱିଲ୍ ଗାଇଡ୍ ୟୁ। ଆଉ ଗୋଟେ କଥା, ମୁଁ ତୁମକୁ ଯେତିକି ଜିନିଷ କ୍ଲାସରେ ମେନସନ୍ କରିବି, ବିକଜ ଆଇ ହାଭ୍ ରିସର୍ଚ୍ଚ ଏ ଲଟ୍। ମୁଁ ବହୁତ ରିସର୍ଚ୍ଚ କରିଛି, OSSC ର ଯେତିକି ଏକ୍ସାମ୍ସ କରେଇଛି ତା କ୍ୱେଶ୍ଚନ୍ ଉପରେ ଗୁଡ଼ାକରେ ଷ୍ଟଡି କରିଛି, ଯୋଉଠି ଯୋଉଠି ବି ଆସୁଛି, ପ୍ଲସ୍ OCS ର ଯୋଉଟା ସବୁ OPSC ର ଯେତିକି PYQ वगैरह ଯାହା ଅଛି ତାକୁ ଷ୍ଟଡି କରିଛି। ତ ତାକୁ ଆଖିରେ ରଖିକି ମୁଁ ଗୋଟେ ସମରି ବନେଇଛି ଯେ ଭାଇ ଏତିକି ଲେବଲରେ କ୍ୱେଶ୍ଚିନ୍ ଦିସ୍ ଟାଇମ୍ ମେ ବି ଆସ୍ଡ, ଏଇ ଥରକ ଏଇ ଟାଇପ୍ର କ୍ୱେଶ୍ଚିନ୍ ପଚାରିବ। ସୋ ଆଇ ହାଭ୍ ଟୁ ଷ୍ଟିକ୍ ଟୁ ଦ୍ୟାଟ୍। ମୁଁ ପିଲାଙ୍କୁ ବହୁତ ସାରା ଦେବିନି, ଯଦି ବହୁତ ସାରା ହିଁ ପାଇବାର ଥିଲା ହ୍ୱାଇ ଦେ ଆର୍ ହିୟର। ତ ସେତିକି ପଢ଼, ସେତିକି ମେମୋରାଇଜ କର, ମଲ୍ଟିପଲ ରିଭିଜନ କର। ଆଉ ଗୋଟେ ରିକ୍ୱେଷ୍ଟ, ୱେନ୍ ଆଇ ଆମ୍ ଟିଚିଂ, ମୁଁ ଯେତେବେଳେ ତମକୁ ଅନଲାଇନରେ ଯାଉଛି, ନୋ ନିଡ୍ ଟୁ ଫର୍ ମାଇ, ମାନେ ମୁଁ ଗୋଟେ ପ୍ରମିସ୍ କରିପାରୁଛି ଯେ ଯେତିକି ପୋର୍ସନ ମୁଁ କମ୍ପ୍ଲିଟ୍ କରିବି। ଫର୍ ଦ ଟାଇମିଂ ଆନ୍ସିଏଣ୍ଟ ହିଷ୍ଟ୍ରି କରିବା, ଦେନ୍ ମଡର୍ନ ହିଷ୍ଟ୍ରି କରିବା, ମିଡିଏଭାଲ ଏତେ ଇମ୍ପୋର୍ଟାଣ୍ଟ ନାହିଁ ବଟ୍ ସିଲେକ୍ଟିଭଲି କରିବା, ଦେନ୍ ଇଣ୍ଡିଆନ ହିଷ୍ଟ୍ରି କଥା ଦେଖିବା। ସେଗୁଡ଼ାକ ଯୋଉଗୁଡ଼ାକ ମୁଁ କଭର କରୁଛି, ନୋ ନିଡ୍ ଟୁ ଗୋ ଫର୍ ଅଦର ସୋର୍ସେସ୍। ଇଫ୍ ୟୁ ହାଭ୍ ଏନଫ୍ ଟାଇମ୍ ଯେ କମ୍ପ୍ଲିଟ୍ କରିସାରିଲ, ତାପରେ ଯାଇକି ଦେଖିବ, that's a different thing. You can add on knowledge addition if ଯଦି ତମେ ସମୟର ତମ ପାଖେ ଅଭାବ ଅଛି, କିମ୍ବା କମ୍ ଦିନରେ ତମକୁ ଏତେ ଗୁଡ଼େ ସିଲାବସ୍ କମ୍ପ୍ଲିଟ୍ କରିବାର ଅଛି, ଦ୍ୟାଟ୍ ଟୁ ବି ସବୁ ଜିନିଷ ମାଇଣ୍ଡରେ ରଖିକି ନେଇକି ଯିବାର ଅଛି ଏକ୍ସାମ ହଲ୍କୁ, ଦେନ୍ ୟୁ ହ୍ୟାଭ୍ ଟୁ ବି ଭେରି ସ୍ପେସିଫିକ୍, ୟୁ ହ୍ୟାଭ୍ ଟୁ ବି ଭେରି କନସାଇଜ୍ଡ ଆଣ୍ଡ ଭେରି ସିଲେକ୍ଟିଭ। ତ ମୁଁ ଯାହା ଦଉଛି ତାକୁ ଲେଖି ୟୁ କ୍ୟାନ୍ ଆଡ୍ ଅନ୍, କିନ୍ତୁ ମୁଁ ଯେତିକି ଲେଖୁଛି, ମୁଁ
ଚାହିଁବିନି କିମ୍ବା ଏକ୍ସପେକ୍ଟ କରିବିନି ଯେ ତମମାନେ ସେଇ ସୋର୍ସ ସେଇ ଡାଟା ପାଇଁ ପୁଣି ଆଉ 3ଟା ଜାଗାରେ ଭିଡିଓ ସର୍ଚ୍ଚ କର। ଯଦି କିଛି ଆଡିସନ ପାଉଛ ଲେଖ, ଆଡ୍ କର, ବଟ୍ ଦିସ୍ ୱିଲ୍ ବି ୟୋର ବେସିକ୍ ନୋଟ୍ସ। ଯେତେବେଳେ ମୁଁ ପଢଉଛି, ଟେକ୍ ଏ କପି ଆଣ୍ଡ ପେନ୍, ରାଇଟ୍ ଅଲ୍ ଦିସ୍ ଥିଙ୍ଗସ୍। ମୁଁ ଯେମିତି ଯେମିତି ଲେଖି ଚାଲୁଛି ତମେ ସେମିତି ସେମିତି ଲେଖି ଚାଲ। ତମ ପାଖରେ ତମର ନୋଟ୍ସ ହେଇଗଲା। ତମେ 1 hour ଭିଡିଓ ଦେଖି ସାରିଲା ସବୁ ତମ ପାଖରେ 2ଟା ଡାଇନେଷ୍ଟିର ଅଲରେଡି ଫ୍ୟାକ୍ଟ ରେଡି। ଇଭିନିଂରେ ଖାଲି ଓଲଟେଇ ଦବ, ହେଇଗଲା ତମର ରିଭିଜନ। ପ୍ରତି 15 ଦିନରେ ଥରେ ଯେତେବେଳେ ବି ହିଷ୍ଟ୍ରି କ୍ଲାସ ହଉଥିବ, ପୂର୍ବ ପେଜ ଗୁଡା ଖାଲି ଓଲଟେଇ ଦବ, ତମର ରିଭିଜନ ହେଇଗଲା। ଏମିତି ହେଲେ ତମେ ବହୁତ ଜିନିଷ ରିଟେନ୍ କରିପାରିବ, ମନେ ରହିବ, କନଫ୍ୟୁଜନ ହବନି। ତ ସେଥିପାଇଁ ମୁଁ ଏକ୍ସପେକ୍ଟ କରୁଛି, ମୁଁ ଯେତିକି ଏଫର୍ଟ ଦଉଛି ତାକୁ ତମର କାମଟାକୁ ଇଜି କରିବା ପାଇଁ କି ତମେ ସେଇ ଜିନିଷଟାକୁ ୟୁଟିଲାଇଜ କରିବ, ଆଉ କନଫ୍ୟୁଜ ହବ ନାହିଁ। ଆଉ ଯାହା ବି ଯାହାର ଡାଉଟ୍ ରହିବ ମତେ ଭିଡିଓ ତଳେ ଲେଖିଦବ, ଅଦରୱାଇଜ ସର୍ ଗ୍ରୁପ କରିଛନ୍ତି, ଗ୍ରୁପରେ ପକେଇଦବ, ଆଇ ୱିଲ୍ କ୍ଲାରିଫାଏ। ଓକେ, ସାଲ୍ ୱି ଷ୍ଟାର୍ଟ? ଠିକ ଅଛି, ଆମେ ଆରମ୍ଭ କରିବା। ହେଲା, ତ ଆମେ ଯେତେବେଳେ ଓଡ଼ିଶାର ହିଷ୍ଟ୍ରି କଥା ଦେଖିବା, ହିଷ୍ଟ୍ରି ଇଜ ଡିଭାଇଡେଡ ଇନଟୁ 3 ପାର୍ଟସ୍। ये जो 3ଟା ପାର୍ଟରେ ଡିଭାଇଡ ହେଇଛି, ଗୋଟେ କହୁଛି ଆମେ ଆନ୍ସିଏଣ୍ଟ, ଆଉ ଗୋଟେ ହଉଛି ମିଡାଇଭାଲ, ଆଉ ଗୋଟେ ହଉଛି ମଡର୍ନ। ହେଲା, ତ ଆନ୍ସିଏଣ୍ଟ ଆମକୁ, ଆମେ ମଡର୍ନ କାହାକୁ କହୁଛେ? ଯେତେବେଳେ ଇଂରେଜ ମାନେ ଆସିଲେ କିମ୍ବା ସେମାନଙ୍କର ଇନଭେଜନ ହେଲା, ମୋଷ୍ଟଲି 16th ସେଞ୍ଚୁରୀ ଅନୱାର୍ଡସ୍ ଆନ୍ସିଏଣ୍ଟ। ମିଡାଇଭାଲ କହୁଛି ଯେତେବେଳେ ମୁସଲିମ ଶାସକ ମାନେ ଆସିଲେ, ସେଇ ଟାଇମକୁ ଆମେ ମିଡାଇଭାଲ ବୋଲି ନେଇକି ଚାଲୁଛେ। ମୋଷ୍ଟଲି 10th ଟୁ, ଅଲମୋଷ୍ଟ ନବାକୁ ଗଲେ 10th ଟୁ 16th କହୁଛେ, 16th ସେଞ୍ଚୁରୀ। ଆନ୍ସିଏଣ୍ଟ ହଉଛି ବିଫୋର ଦ୍ୟାଟ୍। ହେଲା, ଯଦି ଆମେ ଓଡ଼ିଶାର ହିଷ୍ଟ୍ରି କଥା ଦେଖିବା, ଆମର ଆକ୍ଚୁଆଲି ବହୁତ ସାରା ନଥିପତ୍ର ନାହିଁ। ନଥିପତ୍ର ନାହିଁ ମାନେ ଆମେ ଯେତେବେଳେ ହିଷ୍ଟ୍ରି ରିକନଷ୍ଟ୍ରକ୍ଟ କରୁଛେ, ସେତେବେଳେ ଆମେ କେତେ ଗୁଡେ ଜିନିଷରୁ ହିଁ ରିକନଷ୍ଟ୍ରକ୍ଟ କରୁଛେ। ଆମେ ତ ସେ ଟାଇମରେ ନଥିଲେ, ତ ଆମେ କଣ ଦେଖୁଛେ? ଯେମିତି ଇନସ୍କ୍ରିପସନ୍ସ ଦେଖୁଛେ, ଯେମିତିକି ଧଉଳି ହେଲା, ଇଏ ସବୁ ଲେଖା ହେଇଛି, ଗୋଟେ ହାତୀ ଗୁମ୍ଫା ଇନସ୍କ୍ରିପସନ, ରତ୍ନଗିରି, ମଞ୍ଚେଶ୍ୱରୀ ଗୁମ୍ଫା, ବିଭିନ୍ନ ପ୍ରକାର ଜାଗାରେ ସବୁ ଲେଖା ହେଇଛି। ସେତେବେଳର ଲାଙ୍ଗୁଏଜରେ ଲେଖା ହେଇଛି, ବଟ୍ ଲେଖା ହେଇଛି। ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସୋର୍ସ ହେଲା ଇନସ୍କ୍ରିପସନ, ଆଉ ଗୋଟେ ହେଲା ଟେମ୍ପଲ୍ସ, ଆଉ ଗୋଟେ ହେଲା କଏନ୍, ସେ ଟାଇମର କଏନ୍। ତାପରେ ହେଲା ଗ୍ରନ୍ଥାବଳୀ, ଯେମିତି ହେଲା ରାମାୟଣ ହେଲା, ଯେମିତି ସାରଳା ଦାସଙ୍କର ମହାଭାରତ ହେଲା, ଜଗନ୍ନାଥ ଦାସଙ୍କର ଭାଗବତ ହେଲା, ଆହୁରି ବହୁତ ସାରା ଜୈନ ଟେକ୍ସଟ ଅଛନ୍ତି, ବହୁତ ମେଗାସ୍ଥିନିସ୍ ଲେଖିଛନ୍ତି ଓଡ଼ିଶା ବିଷୟରେ, ବହୁତ ଜିନିଷ ଅଛି। ସେଗୁଡା ସବୁକୁ ଆମେ ରିକନଷ୍ଟ୍ରକ୍ଟ କରୁଛେ, ସେଗୁଡାକୁ ସେଥିରୁ ଆମେ ଦେଖୁଛେ। ତାପରେ ଆର୍କିଓଲୋଜିକାଲ ଏକ୍ସକାଭେସନ। ଏକ୍ସକାଭେସନ ମାନେ କଣ? ଆମେ ଲେୟାର ବାय ଲେୟାର, ସପୋଜ ଏଇଟା ଗୋଟେ ଏରିଆ ହେଲା, ହେଲା, ପ୍ୟାଚ୍ ଅଫ୍ ଲ୍ୟାଣ୍ଡ ହେଲା, ତାକୁ ଆମେ ଲେୟାର ବାଇ ଲେୟାର ଖୋଳୁଛେ, ଖୋଳିକି ଦେଖୁଛେ ଯେ ମାଟି ତଳେ କଣ ଅଛି। ସେଟା ଯେତେ ତଳକୁ ତଳକୁ ଯାଉଛି, ଆମେ ତାକୁ ସେତେ ପୁରୁଣା ବୋଲି କନଷ୍ଟ୍ରକ୍ଟ କରୁଛେ। ଯଦି ଏଇ ରିଜନରେ ହେଲା, ଏଇଟା ଟିକେ କମ ପାଖ ଟାଇମର, ଏଇଟା ଟିକେ ଦୂର ଟାଇମର, ତ ଏଇଭଳିଆ ଆମେ ଏକ୍ସକାଭେସନ ଥ୍ରୋରେ ବି ଖୋଳି ଖୋଳିକି ବହୁତ ଜିନିଷ ଜାଣୁଛେ। ତାପରେ ରକ୍ ଏଡିକ୍ସ ତ ଜାଣିଛେ, ଆମର ଯୋଉ ଇନସ୍କ୍ରିପସନ୍ସ ଗୁଡାକ ହେଇଗଲା। କ୍ରନିକଲ୍ସ, ଯୋଉମାନେ ସବୁ ବାହାରୁ ଅଛନ୍ତି, ଯେମିତି ମାଦଳପଞ୍ଜି ହେଲା, ଆମ ଓଡ଼ିଶାର ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ସୋର୍ସ, ସେଇଟା ଗୋଟେ ହେଲା। ତ ଏଇ ସବୁ ରେକର୍ଡ, ତାପରେ ଆମର ଏବେ ମଡର୍ନ 2ଟା ଏଜେନ୍ସି ଅଛି। କଣ? ନ୍ୟାସନାଲ ଆର୍କାଇଭ୍ସ ଅଫ ଇଣ୍ଡିଆ, ଆଉ ଗୋଟେ ହେଲା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ। ଆଇ ହୋପ ତମେ ଟିକେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଉପରେ ହାଲକା ଟିକେ ରିସର୍ଚ୍ଚ କରିବ, ବିକଜ ଦିସ୍ ଇଜ ଦ, ମାନେ ଏଇଟା ଗୋଟେ ଏଜେନ୍ସି ଯୋଉଟା କି ବର୍ତ୍ତମାନ ଆମ ଇଣ୍ଡିଆରେ ଯେତିକି ବି ମନୁମେଣ୍ଟସ୍ ଅଛି ତାର ରକ୍ଷଣାବେକ୍ଷଣ କଥା ବୁଝୁଛି, ତାର ସେଗୁଡା ସବୁ ମାନେ କେମିତି ୱେଲ୍ ମେଣ୍ଟେନ୍ଡ ହେଇକି ଲଞ୍ଜିଭିଟି ତାଙ୍କର ବଢିବ, ଏଇସବୁ। ଦିସ୍ ଇଜ ଏ ଇମ୍ପୋର୍ଟାଣ୍ଟ ଅର୍ଗାନାଇଜେସନ।
या विषय बुझिब यार फंक्शनिंग केमिति कौन एटा टिके नेट रे दिस इज योर टास्क टू बी डन ମୁଁ ଏଟା କରିଦେଇ ପାରିଥାନ୍ତି ବଟ୍ ୱାଇ ଆଇ ଏମ୍ ନଟ୍ ଡୁଇଂ ଦିସ୍ ବିକଜ ସମଥିଙ୍ଗ ୟୁ ହାଭ୍ ଟୁ ଡନ୍ ଦେନ୍ ଓନ୍ଲି ୟୁ ୱିଲ୍ ବି କନେକ୍ଟେଡ୍ ୱିଥ୍ ଦିସ୍ ତମେ ୟା ସହିତ କନେକ୍ଟେଡ୍ ହେଇ ରହିବ ପ୍ଲସ୍ ତମକୁ ମଜା ଲାଗିବ ତମେ ବୋର୍ ହବ ନାହିଁ ତ ସେଥିପାଇଁ ତମ ପାଇଁ ଏଇଟା ମୁଁ ଟାସ୍କ ରଖିଲି ତ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଉପରେ ତମେ ସର୍ଚ୍ଚ କରିବ ନୋଟ୍ସ ନିଜେ ବନେଇବ ଏଜେନ୍ସି କ'ଣ କେମିତି ଫଙ୍କସନ୍ କରୁଛି କୋଉ ଡିପାର୍ଟମେଣ୍ଟ ଅଣ୍ଡରରେ କାମ କରୁଛି ओडिशार को मोनुमेंट आर्कियोलॉजिकल सर्वे ऑफ इंडिया अंडर रे अच्छंती हैला दिस इज योर टास्क आज एटा कंप्लीट करके मते पकेबो कोठी मेसेज रे माने यूट्यूब रो तळे जो मेसेज सेठी पकेइले अलगा सांग माने जे जणे भी पकोची अलगा सांग माने भी सेठू बेनिफिट पाइबे सो डू इट देन आमे जो एई सबु सोर्स मु कहिली ए जो माने इनस्क्रिप्शंस हैला लिटरेरी वर्क्स हैला टेम्पल मॉन्यूमेंट्स हैला रॉक एडिक्ट्स हैला आर्कियोलॉजिकल एक्सकैवेशंस हैला फॉरेन अकाउंट्स इन द मेगास्थनीज को कथा कहली तो सेमान हुएनसांग फायान सेमान को विषय रे कहली तो सेमान को येरु आमे जतेबेले रिकंस्ट्रक्ट कले ओडिसा ताहाले रिकंस्ट्रक्शन ऑफ हिस्ट्री ऑफ ओडिसा ଯେତେବେଳେ କଲେ ତା ସେତେବେଳେ ଆମେ ଇନଫର୍ମେସନ କୋଉଠୁ ପାଇଲେ ନା 350 BC ରୁ ଓକେ ବିଫୋର ଦ୍ୟାଟ୍ ମୁଁ କହିବାକୁ ଚାହୁଁଛି ବିଫୋର BC ମାନେ ହଉଛି ବିଫୋର କ୍ରାଇଷ୍ଟ ଆମେ ଟାଇମ ଲାଇନ କୁ ଯେମିତି ନଉଛେ ଏଇଟା ହଉଛି ଜିରୋ ଏ ଜିରୋଟାକୁ ନିଆ ହଉଛି ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ତାଙ୍କ ହିସାବରେ ବନା ସିଏ ଯେବେ ଅର୍ଥକୁ ଆସିଲେ ସେଇଟାକୁ ଜିରୋ ନିଆଗଲା ତା ପୂର୍ବକୁ ଆମେ ଯେତେବେଳେ ଯିବା ବଢି ବଢି ଯିବା ଯେମିତି ଆମର ରେଖା ଯୋଉ ଆମର ଗଣିତର -1 -2 -1 0 ଦେନ୍ 1 2 3 ସେଇଭଳିଆ ଟାଇମ ଲାଇନ ବି ସେଇଭଳିଆ କାଉଣ୍ଟ ହୁଏ ଏଇଟାକୁ ସିଇ କୁହାଯାଏ ଅର୍ ଏଡି ବି କୁହାଯାଏ ହେଲା ତ ଏଠୁ କେମିତି ନା 1 100 200 ଏମିତି ହେଇକି ଚାଲିଲେ ଏଠି 350 261 100 ଏଇଭଳିଆ କମି 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 ଆସେ ତ ଆମେ ଏଇ ପଏଣ୍ଟ ରୁ ୟା ପୂର୍ବରୁ ଯଦି ଆମେ ଇଣ୍ଡିଆ ହିଷ୍ଟ୍ରି କଥା କହିବ ତାହେଲେ ଆମେ 2000 ବର୍ଷ ତଳର ଯୋଉ ଆମର ହରପ୍ପାନ ସିଭିଲାଇଜେସନ କଥା ପଢୁଛେ କିନ୍ତୁ ଆମ ଓଡିଶାରେ ଏତେ ଜିନିଷ ନାହିଁ କାରଣ ଓଡିଶା ଇଜ ଏ ଟ୍ରାଇବାଲ ଷ୍ଟେଟ ସେଟାକୁ ତାପରେ ସେ ସମୟରେ ଯେମିତିକି ଆମର ଆମେ ଲୋକେସନ ଅଫ ଓଡିଶା ଯଦି କହିବା ସେତେବେଳେ ତ ଭାରତ ବୋଲି କିଛି ନଥିଲା ଗୋଟେ ଏମିତି ଗୋଟେ ଭୂଖଣ୍ଡ ଥିଲା ଜୋଗ୍ରାଫିରେ ବି ପଢିବ ୱିଥ ଟାଇମ ଆମର ଏଇଆ ହଉଛି ମିଡିଲ ଇଷ୍ଟ ରଷିଆ ଉପରେ ରଷିଆ ଫସିଆ ରହିଲା ତ ଏଇଟା ଗୋଟେ ଏମିତି ଟାଇପର ଗୋଟେ ଭୂଖଣ୍ଡ ଥିଲା ସବୁ ମିଶିମାଶି ଥିଲା ଏଇଠି ରହିଲା ଆମର କଣ ଓଡିଶା ପାର୍ଟଟା ଏଠି ରହିଲା ବିନ୍ଧ୍ୟା ଆଉ ସାତପୁରା ରିଜନ ଆଉ ଏଗୁଡା ହଉଛି ପାହାଡ ଜଙ୍ଗଲ ଭେରି ଡିଫିକଲ୍ଟ ଟେରେନ୍ ଇଟ୍ ଇଜ ଭେରି ଡିଫିକଲ୍ଟ ଟୁ ପାସ୍ ଏବେ ଆମ ପାଖରେ ମଡର୍ନ ଟେକ୍ନୋଲୋଜି ଅଛି ଆମ ପାଖରେ ଟ୍ରେନ ଅଛି ଆମ ପାଖେ ଫ୍ଲାଇଟ୍ ଅଛି ଆମ ପାଖେ ବୋଟ୍ ଅଛି ସେଥିପାଇଁ ଆମେ ପଳଉଛେ ପ୍ଲସ୍ ୱିଥ ଟାଇମ ଏଠି ଆମେ ରାସ୍ତା ବନେଇଛେ ଆମେ ଗୋଟେ କିନ୍ତୁ ସେତେବେଳେ ଏଗୁଡା ବହୁତ ଡିଫିକଲ୍ଟ ଟେରେନ୍ ବହୁତ ଘଞ୍ଚ ଜଙ୍ଗଲ ଏଠି ସବୁ ଆମେ ଏଇଟା ହଉଛି ଆମର ଓଡ୍ରା ଟ୍ରାଇବ ଆମର କୁହାଯାଏ ସେଇଠୁ ହିଁ ଆମ ନାଁଟା ଓଡିଶା ଆସିଛି ତ ଏଠି ସବୁ ଗୋଟେ ଗୋଟେ ଟ୍ରାଇବାଲ ଗ୍ରୁପ ରହନ୍ତି ଆମେ ମୁଣ୍ଡା ଟ୍ରାଇବ ବି ଆମ ଓଡିଶାରେ ରହନ୍ତି ସେମାନଙ୍କୁ ମୁଣ୍ଡା ବୋଲି କୁହାଯାଏ ତ ଏସବୁ ଟ୍ରାଇବ୍ସ ଦେ ଆର୍ ଭେରି ଗୁଡ୍ ଇନ୍ ଦେୟାର ଲୋକାଲ ସ୍କିଲ୍ସ ତ ଏପଟୁ କେହି ଆସିପାରିବେ ନାହିଁ ଇଟ୍ ଇଜ ଭେରି ଡିଫିକଲ୍ଟ ଟୁ ପେନିଟ୍ରେଟ୍ ଟୁ ଦିସ୍ ଏରିଆ ତ ସେଥିପାଇଁ କି ଏପଟକୁ ଯେତେ ଯେତେ ମଡର୍ନ ଯେତେବେଳେ ଦେଖିବ ପୁରୁଣା ହିଷ୍ଟ୍ରି ସବୁ ସବୁ ଏଇ ରିଜନରେ ଲେଖା ହେଇଛି ଖାସ କରିକି ଗାଙ୍ଗେୟ ଉପତ୍ୟକାରେ କାରଣ ଦିସ୍ ଇଜ ଏ ପ୍ଲେନ୍ ଏରିଆ ଏଇଟା ଏପଟକୁ କନେକ୍ଟେଡ ଥିଲା ସେପଟୁ ପାସେସ୍ ବଗେରା ଦେଇ ଲୋକ ଆସୁଥିଲେ ଏଇଠି ତାଙ୍କର ସବୁ ପ୍ରକାର ଏଇଟା ବି ଭଲ ଉପଜାଉ ଜମିନ ଥିଲା ଏଇଠି ଭଲ ଚାଷବାସ ହଉଥିଲା ଲୋକଙ୍କ ପାଖେ ରିସୋର୍ସେସ୍ ଥିଲା ତ ସେମାନେ ଏଇଠୁ ତାଙ୍କର ଯାହା କରିବା କଥା ଲୁଟିକି ନବା କଥା ବୁଲିବା କଥା ଯାହା ଲେଖା ଲେଖି କରିବା କଥା ନାଳନ୍ଦା ଫାଳନ୍ଦା ସବୁ ସେପଟେ ଥିଲା ତ ସିଏ ଏପଟେ ଯାଉଥିଲେ ଏପଟକୁ କେହି କରୁନି ବିକଜ ଦିସ୍ ଇଜ ଭେରି ଡିଫିକଲ୍ଟ ଟୁ କ୍ରସ୍ ତ ସେତିକି ଇଣ୍ଟରନାଲ ରୁଲର ନହେଲେ ଆଉଟସାଇଡର ରୁଲର କେହି ଆସୁନଥିଲେ ଯେହେତୁ ଆସୁନଥିଲେ ତାହେଲେ ଏ ବିଷୟରେ ଲେଖିବ କିଏ ଲେଖା ହେଇନି
ଏମାନେ ଲେଖି ନାହାନ୍ତି, ଯଦି ବି ଲେଖିଥିବେ ସେଟା ଆଉ ପ୍ରିଜର୍ଭ କରିକି ରଖିପାରି ନାହାନ୍ତି, ମଡର୍ନ ଟେକ୍ନୋଲୋଜି କିଛି ନଥିଲା। ସେଥିପାଇଁ ୟା ବିଷୟରେ କୌଣସି ହିଷ୍ଟ୍ରି ଆଜି ପର୍ଯ୍ୟନ୍ତ ଡେସିଫର ହେଇନାହିଁ ବିଫୋର 350 BC। ହେଇଥାଇପାରେ ଆଗକୁ ଆମର ଆଉ କିଛି ସାଇଣ୍ଟିଫିକ ବର୍ତ୍ତମାନ ବି ଚାଲିଛି, ରିସର୍ଚ୍ଚ ଚାଲିଛି। ଲୋକମାନେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପର୍ସନାଲି ଯେଉଁମାନେ ରିସର୍ଚ୍ଚ କରୁଛନ୍ତି ସେମାନେ ସବୁ କରୁଛନ୍ତି, ହୁଏତ ଆଗକୁ ଇନ୍ ଫ୍ୟୁଚର ଆହୁରି ପୁରୁଣା ହିଷ୍ଟ୍ରି ଓଡ଼ିଶାର ବାହାରି ପାରେ। ତ 350 BCରୁ ଆମେ ଦେଖିବା ଯେ କ'ଣ ହେଇଛି ହେଲା। 350 BC ଏଥିପାଇଁ କି ଓଡ଼ିଶା ହିଷ୍ଟ୍ରି ପାଇଁ କି ଇମ୍ପୋର୍ଟାଣ୍ଟ, କାରଣ ସେତେବେଳେ ନନ୍ଦ ରୁଲର ଇଣ୍ଡିଆରେ ରୁଲ କରୁଥିଲେ। ନନ୍ଦ କୋଉ ଏରିଆରେ କରିଥିଲେ? ତମେ ଇଣ୍ଡିଆନ ହିଷ୍ଟ୍ରି କଥା କହିବେ, ଏଇ ମଗଧ ଏରିଆରେ କରୁଥିଲେ। ବିହାର ୟୁପିର ସେ ଯୋଉ ଏରିଆଟା, ସେଠି ସେମାନେ ଯୋଉ ନନ୍ଦ ମାନେ କରିଥିଲେ। ତ ସେମାନେ କ'ଣ କଲେ ନା ଫର୍ଷ୍ଟ ଟାଇମ ଏଇ ପଟକୁ ଆକ୍ରମଣ କଲେ। ଏଠି ସେ ଯୋଉ ଟ୍ରାଇବାଲ ଗୋଷ୍ଠୀ ସବୁ ଥିଲେ ସେମାନେ ସବୁ ଥିଲେ, ତ ସେଇ ଏରିଆଟାକୁ ସେମାନେ ଧୀରେ ଧୀରେ କ'ଣ କଲେ ନା ନବାକୁ ଚାହିଁଲେ। ତ ଏଇ 350 BC କଥା ମହାପଦ୍ମନନ୍ଦ ଯୋଉ ନନ୍ଦ ରୁଲର, ତାଙ୍କ ନାଁ ହଉଛି କ'ଣ? ମହାପଦ୍ମନନ୍ଦ। ଲାଷ୍ଟରେ ଗୋଟେ କ୍ୱେଶ୍ଚିନ୍ ପଚାରିଛି ଯେ ଅଶୋକା କେବେ କଳିଙ୍ଗ ୱାର କରିଥିଲେ କିମ୍ବା ଓଡ଼ିଶାକୁ ଆକ୍ରମଣ କରିଥିଲେ। ଯଦି ସେଟା ପଚାରି ପାରିଲା, ଏଇଟା ପଚାରି ପାରିବ ଯେ କେବେ ମହାପଦ୍ମନନ୍ଦ ଓଡ଼ିଶାକୁ ଆକ୍ରମଣ କରିଥିଲେ। ସୋ ଦିସ୍ ଫ୍ୟାକ୍ଟ ଇଜ ଭେରି ଇମ୍ପୋର୍ଟାଣ୍ଟ। 350 BC ମହାପଦ୍ମନନ୍ଦ ଆମର ନନ୍ଦ ରୁଲର ଯିଏକି କ'ଣ କରିଥିଲେ? ଓଡ଼ିଶାକୁ ଆକ୍ରମଣ କରିଥିଲେ। ଏଟା ଆମେ କୋଉଠୁ ପାଉଛେ? ଦ୍ୟାଟ୍ ଇଜ ଅଲସୋ ଇମ୍ପୋର୍ଟାଣ୍ଟ। ଫ୍ରମ୍ ୱେର୍ वी आर गेटिंग दिस इनफॉरमेशन, दैट इज वेरी इम्पोर्टेंट। सेटा होची असुरगढ़ इनस्क्रिप्शन। असुरगढ़ आमे आम ओडिया एंशिएंट रे मन रखिबा। ता माने आम ओडियार जो एक्सेंट अच्छी, जो जेमिति आमे ओडिया रे कथा कहूचे सेई भलिया मने रखिले आमे जिंसटाकू अधिक दिन रिटेन कर परिया। इनस्क्रिप्शन, असुरगढ़ इनस्क्रिप्शन कोठी अच्छी सेटा आजी तमे माने लोकेशन देखिबो, लोकेशन देखिकी फोटो शेयर करिवो इन एग्जैक्टली असुरगढ़ इनस्क्रिप्शन कौन आउ कलाहांडी सोनपुर एग्जैक्टली को एरिया रे सेटा लाई करूची। कोठी? कलाहांडी प्लस सोनपुर, एई दीटा डिस्ट्रिक्ट भितर गोटे जगह अच्छी असुरगढ़ इनस्क्रिप्शन, जो कि आमे इनफॉरमेशन पाउचे जे 350 BC रे महापद्मनंद ओडिशा को बस तत्कालीन कलिंग को किंबा ओड्रा को कौन करथिले ना आक्रमण करिथिले हैला। तापरे से टाइम रे कुहा जाए ओडिशा धन धान्य रे परिपूर्ण थिला। दैट इज ए वेरी वेल्दी एरिया। सेठी लोक मान पाखे रिसोर्सेस भलो थिला। तो से ओडिशा को अख्तियार करके रखिले। ओडिशा निजको लिबरेट कला केते बेले? कलिंग ड्यूरिंग द रूल ऑफ लास्ट नंद रूलर धननंद। आमे जानिते धननंद को हटेकी कि अशोक चंद्रगुप्त मौर्य मौर्यन एम्पायर जे कि थिले अशोकंकर जेजे बापा, सी आसीथिले रूल को। तो एई धननंदଙ୍କ ସମୟରେ सी होउचंती कोन? नंद वंशर लास्ट राजा। तांको येरे तांको टेन्योर रे ओडिशा बिकेम फ्री फ्रॉम नंद रूल। नंद मानकठू से माने निजको फ्री करके सेटा निजे पुणी से जो तांको ट्राइबल लीडर थिले, आमे देखी जे अशोका मूवी रे जो गोटे ट्राइबल गोष्ठी थिले ताको आमे कोन कैवर्त्य गोष्ठी जा भी कहूचे। तो से माने थिले तांकर गोटे लोकल रूलर थिला, तो तांकर सी तांकर सेटू फ्री हे जाई थिले हैला। तो तापरे नेक्स्ट जिंस आसुची, तापरे आमे जदि इंडियन हिस्ट्री कथा आमे हल्का टिके कनेक्ट करिकी जिबा। जेतले आमे इंडियन हिस्ट्री कहले सेतेबेले जदि आमे इंडिया रो मैप नबा, सेटा एई भलिया थिला। पाकिस्तान सब मिसिकी थिला, अफगानिस्तान भी किछि पार्ट मिसिकी थिला। तो
ଏଇ ସବୁ ବର୍ମା ଫର୍ମା ଏଇ ସବୁ ହେଇକି ବାଂଲାଦେଶ ୱେଷ୍ଟ ବେଙ୍ଗଲ ଏଇଭଳିଆ ଟାଇପର ଏଇଭଳିଆ ସେପ୍ର ଗୋଟେ ହେଇକି ଥିଲା। ହେଲା ତ ଇନସ୍କ୍ରିପସନ୍ସ ଗୁଡାକ ବହୁତ ଇମ୍ପୋର୍ଟାଣ୍ଟ ମନେ ରଖୁଥିବ କାରଣ ଇନସ୍କ୍ରିପସନ ଗୁଡା ବି ଲାଷ୍ଟରେ ଅସୁରଗଡ଼ କଥା ପଚାରିଥିଲା ଆଉ ଇନସ୍କ୍ରିପସନ ପଚାରିବ ଆଉ ବର୍ତ୍ତମାନ ଇନସ୍କ୍ରିପସନ ଇଜ ଭେରି ଇମ୍ପୋର୍ଟାଣ୍ଟ ସେଇଟା କେବେ ବି ଛାଡିବ ନାହିଁ। ହେଲା ତ ଯଦି ଆମେ କହିବା ଆମେ ହିଷ୍ଟ୍ରି ଦେଖିବା ଯଦି ନନ୍ଦ ମାନେ ଏଇ ଟାଇମରେ ଏଇ ଏରିଆରେ ରୁଲ କରୁଥିଲେ ବିହାର ଫିହାର ଏରିଆରେ ନନ୍ଦ ମାନେ ଏଇ ରିଜନରେ କରୁଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆସିଲେ ସିଏ ବହୁତ ହିଁ ପାରିବାର ରାଜା ଥିଲେ ସିଏ ଏଇ ଏରିଆଟାକୁ ଟୋଟାଲି କନକ୍ୱେଷ୍ଟ କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଟାଇମରେ ଏଇ ଟୋଟାଲ ଏରିଆଟା ମୌର୍ଯ୍ୟ ଡାଇନାଷ୍ଟି ଅଣ୍ଡରରେ ଥିଲା। ହେଲା ତାପରେ ବିନ୍ଧ୍ୟ ସାତପୁର ଆସିକି ଅଶୋକ ଆସିଲା ସବୁ କେବଳ ଏଇ ରିଜନ ଟା ଛାଡିକି ଏଟାକୁ ଆମେ ୟେଲୋ ରିଜନ କରିଦବା ଏଟା ଗ୍ରୀନ କରିଦବା ଏଇ ରିଜନ ଟା ଛାଡିକି ଏଗୁଡା ସବୁ ହେଇଯାଇଥିଲା କଣ କେବଳ ଏଇ ତଳଟା ଛାଡିକି ଆଉ ଓଡିଶାଟା ଛାଡିକି ଏଇ ସବୁ ହେଇଯାଇଥିଲା କଣ ଅଲରେଡି ମୌର୍ଯ୍ୟ ଏମ୍ପାୟାରରେ ସାମିଲ ହେଇକି ଥିଲା। ଏଇଟା ଥିଲା କଣ ନା ଫ୍ରି ଜୋନ୍। କଳିଙ୍ଗଟା କୌଣସି ସେତେବେଳେ ମୌର୍ଯ୍ୟ ଏମ୍ପାୟାରରେ ପଶି ନଥିଲା। ସେଥିପାଇଁ କି ଡ୍ୟୁ ଟୁ ସେଭେରାଲ ରିଜନ୍ସ ହିଷ୍ଟୋରିଆନ ମାନେ କହନ୍ତି ଟ୍ରେଡ ସୁବିଧା ହବ ବୋଲିକି କାରଣ ଏଇଟା କୋଷ୍ଟାଲ ଓଡିଶାଟା ହଉଛି କୋଷ୍ଟାଲ ଷ୍ଟେଟ ତ ସେତେବେଳେ ସେମାନେ ବାଣିଜ୍ୟ କରିବେ ବୋଲି ସେ ଜାଗାକୁ ନବାକୁ ଚାହୁଁଥିଲେ କିମ୍ବା ତାଙ୍କ ଏମ୍ପାୟାର ଟାକୁ ପୁରା କମ୍ପ୍ଲିଟ କରିବେ ବୋଲି ଭାରତ ଭୂଖଣ୍ଡରେ ସେ ଏରିଆଟା ନବାକୁ ଚାହୁଁଥିଲେ। କିଛି କିଛି କହନ୍ତି ଯେମିତି କି ଆମର ଗୋଟେ ଆଲାହାବାଦ ଇନସ୍କ୍ରିପସନ୍ସରେ ଅଛି ଯେ ସିଏ ଗୋଟେ ଯୋଉ କାରୁବାକି ସେ ଯୋଉ ରାଣୀକୁ ଭଲ ପାଉଥିଲେ ତାଙ୍କ ଯୋଗୁ ସେଇଟା ସିଏ ନେଇଥିଲେ ତ ଏମିତି ବିଭିନ୍ନ ବିଭିନ୍ନ ଇଏ ଅଛି କିନ୍ତୁ ମୋଷ୍ଟଲି ଆମେ ନେଇକି ଚାଲିବା ପଲିଟିକାଲ ରିଜନ ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଜନ। ତ ଏଇ ଏରିଆଟା ଯେହେତୁ ମୌର୍ଯ୍ୟ ମାନଙ୍କର ଅକ୍ତିଆରରେ ନଥିଲା ସେଥିପାଇଁ କି ସେମାନେ କିଏ 261 ବିସିରେ କିଏ ଆସିଲେ ଅଶୋକା ସମ୍ରାଟ ଅଶୋକା ଇନଭେଡ କଲେ କଣ ଓଡିଶାକୁ ୱାନ୍ସ ଏଗେନ୍। ସେତେବେଳେ ତା ନାଁ ଥିଲା କଣ କଳିଙ୍ଗ। ବୁଝିପାରିଲ ଏତିକି କ୍ଲିୟର। ତ ଅଶୋକା 261 ବିସିରେ ଓଡିଶାକୁ ମାନେ ଇନଭେଟ କରିଥିଲେ ୟାର ସୋର୍ସ ଆମେ କୋଉଠୁ ପାଉଛେ ଏଇଟା ଲେଖିଛନ୍ତି କିଏ ଜଣେ ଫରେନ ଅଥର ଓ ରାଇଟର ମେଗାସ୍ଥେନିସ୍। ତାଙ୍କ ସୋର୍ସରୁ ଆମେ ଜାଣୁଛେ ଯେ କଳିଙ୍ଗ ୱାର ହେଇଥିଲା ଏଠିକି ସେ ଆସିଥିଲେ ଏଇଟା ହେଇଥିଲା ତ ପ୍ଲସ୍ ଆଉ ଗୋଟେ ଜିନିଷ ଏଇଠି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ମେଗାସ୍ଥିନିସଙ୍କ ସୋର୍ସରୁ ଆମେ ଜାଣିଲେ ଯେ 261 ବିସିରେ ଅଶୋକା ଓଡିଶା ଆକ୍ରମଣ କରିଥିଲେ କିମ୍ବା କଳିଙ୍ଗକୁ ଅକ୍ତିଆର କରିଥିଲେ। ତ ତାପରେ ସବୁଠୁ ହିଷ୍ଟୋରିକ ଇଣ୍ଡିଆର ହିଷ୍ଟ୍ରିରେ ୱାର୍ଲଡର ହିଷ୍ଟ୍ରିରେ ଏଇଟା ଗୋଟେ ମାନେ ବହୁତ ହି ଗୋଟେ ମାନେ ଟ୍ରାନ୍ସଫର୍ମେଟିଭ ଜିନିଷ ଭଳିଆ ଦେଖାଯାଏ ଏଥିକାଲ ପଏଣ୍ଟ ଅଫ ଭ୍ୟୁର ଗୋଟେ ମଣିଷର ଟ୍ରାନଜିସନ କଥା ହେଲା ବେଳେ ଗୋଟେ ଫିଲୋସଫିକାଲ ଚେଞ୍ଜେସ୍ କେମିତି ହେଇଥିଲା ତ ସେଇ ଜିନିଷ ପାଇଁକି କଳିଙ୍ଗ ୱାରକୁ ବହୁତ ହି ଶିକ୍ଷଣୀୟ ବୋଲି ଧରାଯାଏ। ଐତିହାସିକ ଶିକ୍ଷଣୀୟ ଆଉ ଗୋଟେ ଇଣ୍ଡିଆନ ହିଷ୍ଟ୍ରିରେ ଗୋଟେ ଚେଞ୍ଜେସ୍ ଆଣିବା ତ ବହୁତ ଇମ୍ପୋର୍ଟାଣ୍ଟ ଧରାଯାଏ କଳିଙ୍ଗ ୱାର। କଳିଙ୍ଗନ ମାନଙ୍କ ସହିତ ଯୋଉ ୱାରଟା କିଏ କରିଥିଲେ ଅଶୋକ ସମ୍ରାଟ ଅଶୋକ। ୟାର ଇନଫର୍ମେସନ ଆମେ କୋଉଠି ପାଉଛେ ୱାର କଥା କୋଉଠୁ ପାଉଛେ ଦେଖ କଥା ହେଲା ହିଷ୍ଟ୍ରି ଆମେ କୋଉଠୁ କନଷ୍ଟ୍ରକ୍ଟ କରୁଛେ ଯାହା ଲେଖା ହେଇଛି ହିଷ୍ଟ୍ରି ଲେଖେ କିଏ ହୁ ଇଜ ପାୱାରଫୁଲ ତ ଓଡିଶାରେ ତ କେବେ ଯୁଦ୍ଧ କଥା ଲେଖିବେନି ଅଶୋକ କାରଣ ଯୁଦ୍ଧ କଥା ଲେଖିଲେ ତ ଓଡିଶା ଲୋକ ଯୁଗ ଯୁଗ ଧରି ଭାବିବେ ଯେ ଅଶୋକ ହଉଛନ୍ତି ଆକ୍ରମଣକାରୀ। ଯୁଦ୍ଧ କଥା ଲେଖା ହେଇଛି କୋଉଠେ ଆଜ ଏ ସାଇନ୍ ଅଫ ଭିକ୍ଟ୍ରି ଶାହାବାଜଗଡି। କଳିଙ୍ଗ ୱାର ହେଇଥିଲା ବୋଲିକି ମେଜର ରକ୍ ଏଡିକ୍ଟ 13 କିମ୍ବା ଏକ୍ସ
ट्रिपल आई भी लिखा जाए, जेहेतु एई लैंग्वेज रे लिखा जाए सेटा ହେଲା। कलिंग वार ହେଇଥିଲା मेजर रॉक एडिक्ट सेठी शाहबाजगढ़ी लेखा ହେଇଛି କଣ ନା कलिंग युद्ध ହେଇଥିଲା ଆଉ ତାର डिस्क्रिप्शंस ଅଛି। ओडिशारे कलिंग युद्ध कथा लेखा ହେଇନି। ओडिशारे कौन लेखा ହେଇଛି ओडिशा ପାଇଁ दिटा जेहेतु ओडिशा को अख्तियार करथिले ओडिशार लोकमानंकु पुणी तांकु रूल करियार अछि तो तांकु तो पुणी बहले फुसलेकी करियार अछि ओडिशारे दिटा ହେଇଥିଲା ସେଇଟାକୁ କହନ୍ତି ସ୍ପେସିଆଲ ରକ୍ ଏଡିକ୍ଟ। ଆଉ ସେଠି ଅଶୋକ ସବୁବେଳେ କହିଥିଲେ ଅଲ୍ ପିପଲ୍स आर माई चिल्ड्रेन। एइठू होची जे जेहेतु से गोटे बहुत ही आक्रामक वे रे बहुत ही हिंसा करके गोटे ये को जय କରିଥିଲେ ସେଠି ସେ ଲୋକମାନଙ୍କୁ अपीज करिया ପାଇଁ କି ଏଠି ଯୁଦ୍ଧର ବିବରଣୀ ନ ଦେଇକି ଏଠି କଣ କଲେ ନା ବେନିଭୋଲେନ୍ସ ଦେଖେଇଲେ ଯେ ଲୋକମାନଙ୍କୁ କେମିତି ନିଜର ଛୁଆ ବୋଲି କରିବା ସେମାନଙ୍କୁ କଣ୍ଟ୍ରୋଲରେ ରଖିବା ଫୁସୁଲେଇକି ଆଉ ରଖିବା ପାଇଁ ଚେଷ୍ଟା କଲେ ଆଉ ତ ସ୍ପେସିଆଲ ରକ୍ ଏଡିକ୍ଟ ଆମର ଓଡିଶାରେ ଦିଟା ଅଛି କୋଉଠି ଗୋଟେ ହେଲା ଆମର ସମସ୍ତେ ଦେଖିଥିବ ଭୁବନେଶ୍ୱର ଧଉଳି ଆଉ ଗୋଟେ ହେଲା ଜଉଗଡ। ତ ଏଇ ଦିଟା ହଉଛି ଆମର ରକ୍ ଏଡିକ୍ଟ ହେଲା। ତ ଓକେ ତ ଏଇଠି ଯୋଉ ବିଧ୍ୱଂସକାରୀ ଚେଞ୍ଜେସ୍ ହେଇଥିଲା ସେଠି ଅଶୋକଙ୍କର ଗୋଟେ ଚେଞ୍ଜ ହେଇଥିଲା କଣ କି ତାଙ୍କର ତାଙ୍କୁ କହନ୍ତି ଭେରିଘୋଷ ଯୋଉ ଆମେ କହୁଛେ କାହାବତ ଶୁଣିଥିବ ସବୁବେଳେ ଚଣ୍ଡଶୋକରୁ ଧର୍ମାଶୋକ ତାକୁ ଯଦି ତାଙ୍କ ଲାଙ୍ଗୁଏଜ ରେ ଆମେ କହୁଛେ ସେଟା ହଉଛି ଭେରିଘୋଷରୁ ଧମଘୋଷ। ଭେରିଘୋଷରୁ ଧମଘୋଷ ଏଇଟା ହଉଛି ତାଙ୍କର କୋଉଠି ଲେଖା ହେଇଥିଲା ଫୋର୍ଥ मेजर रॉक एडिक्ट। देख रॉक एडिक्ट गुड़ा एते इंपोर्टेंट नहीं जोड़ा जो फोर्थ ए सब 13th हम ପାଇଁ बहुत इंपोर्टेंट हम भल से पढ़िबा फोर्थ दरकार नहीं बट आई हैव रिटन कारण काले पचारि दिबे और जानिथिबो यदि जानिथिबो नहले एते भी इंपोर्टेंट यू कैन स्किप इट हैला। पॉलिसी ऑफ धम्म 11th रॉक एडिक्ट रे से पॉलिसी ऑफ धम्म कथा लिखिले एटा एथिपाई कि कहुची धम्म माने से माने शांति प्रिय हो गले आ युद्ध कलेनी पॉलिसी रे गोटे मेजर चेंजेस आसथिला जेमती कि बहुत गुडे माने आर्मी रखिलेनी सेटा को कमेई देले प्लस माने हिंसात्मक वे रे से जो राज्य जय करथिले सेटा बहु मात्रा रे कम कर देथिले। सिमिलरली लोक मानको कंट्रोल करिया ପାଇଁ କି ସେମାନେ ପବ୍ଲିକ ଗ୍ୟାଦରିଂ वगैरह को ଟିକେ ଆଖି ରଖୁଥିଲେ ଯେ ଯେମିତି କି ଆମର ଆର୍ଟିକଲ 19 ର ଅଛି କିଛି କିଛି ଜାଗାରେ ଆମେ କରିପାରିବା କିନ୍ତୁ ସବୁ ଜାଗାରେ ଆମେ ପବ୍ଲିକ ଗ୍ୟାଦରିଂ କରିପାରିବା ନାହିଁ ତ ଏସବୁ ଜିନିଷ ଉପରେ ବି କଣ୍ଟ୍ରୋଲ ତ ଏଠି ଟୋଟାଲି ତାଙ୍କ ଆଡମିନିଷ୍ଟ୍ରେସନରେ ଗୋଟେ ଚେଞ୍ଜେସ୍ ଦେଖା ହେଇଥିଲା ସେଇଥିପାଇଁ ପଲିସି ଅଫ ଧମଟା ଇମ୍ପୋର୍ଟାଣ୍ଟ ଯୋଉଟା କି 11th ରକ୍ ଏଡିକ୍ଟ मेजर ରକ୍ ଏଡିକ୍ଟରେ ତାଙ୍କର ଲେଖା ହେଇଛି। एट द सेम टाइम जो 13th रॉक एडिक्ट जोटा हमें कहले शाहबाजगढ़ रे अछि सेटा होछि द लॉन्गेस्ट रॉक एडिक्ट अशोकन टाइम रे जेतिकी रॉक एडिक्ट ହେଇଛି दिस इज द लॉन्गेस्ट वन सबुठ लंबा। मते देखिकी कहबो ये जो शाहबाजगढ़ीटा पाकिस्तान रो एग्जैक्टली को जगह रे अछि व्हिच प्लेस दिस इज योर टास्क टू बी डन। गला तापरे अशोकଙ୍କର ଏଇ ଯୋଉ ଚେଞ୍ଜେସ୍ ଆସିଲା ସେ ଯୋଉ ଭେରିଘୋଷରୁ ଧମଘୋଷ ହେଲେ ସେ ଯୋଉ ତାଙ୍କ ଭିତରେ ଯୋଉ ପରିବର୍ତ୍ତନ ଆସିଲା ପଲିସିର ଯୋଉ ଚେଞ୍ଜେସ୍ ଆସିଲା କେମିତି କଣ ନା ସେ ଜଣକ ସଂସ୍ପର୍ଶରେ ଆସିଲେ କୋଉ ଜଣେ ବୁଦ୍ଧିଷ୍ଟ
ଜଣେ ବୁଦ୍ଧିଷ୍ଟ ମଙ୍କଙ୍କ ସଂସ୍ପର୍ଶରେ ଆସିଲେ, ଯାହାର ନାଁ ହଉଛି ଉପଗୁପ୍ତ। ଏଇଟା ଇମ୍ପୋର୍ଟାଣ୍ଟ। ହୁ ହାଜ ପ୍ରିଚଡ ଅଶୋକା? ପଚାରିଦବ ଯେ ଅଶୋକଙ୍କର କୂଳଗୁରୁ କିମ୍ବା ଗୁରୁ କିଏ ଥିଲେ, କିଏ ସିଏ କାହା ସଂସ୍ପର୍ଶରେ ଆସିକି ତାଙ୍କର ସବୁ ପଲିସିରେ ଚେଞ୍ଜ କଲେ କିମ୍ବା ତାଙ୍କର ଗୋଟେ ପରିବର୍ତ୍ତନ ଦେଖାଯାଇଥିଲା, ସେଟା ହଉଛି ଉପଗୁପ୍ତ, ହଉଛନ୍ତି ଜଣେ ବୁଦ୍ଧିଷ୍ଟ ମଙ୍କ। ଦେନ୍ ତାପରେ ଆମେ ଡିଟେଲ୍ସରେ ଦେଖିବା ତାଙ୍କର ଯୋଉ ସ୍ପେଶିଆଲ ଦିଟା ରକ୍ ଏଡିକ୍ଟ କରିଥିଲେ, ଗୋଟେ ହେଲା ଧଉଳି, ଯୋଉଟା ଆମମାନଙ୍କ ପାଇଁ କରିଥିଲେ, ଓଡ଼ିଶାବାସୀଙ୍କ ପାଇଁ, ଆଉ ଗୋଟେ ହେଲା ଜଉଗଡ଼। ହେଲା, ସେଇଟା ଯୋଉ କରିଥିଲେ, ପ୍ରଥମ କଥା, ଫର୍ଷ୍ଟ ଫ୍ୟାକ୍ଟ, ଏଇଟା ହଉଛି ଦୟାନଦୀ କୂଳ, ଦୟାନଦୀ ରିଭର, ସରି ଦୟାନଦୀ ତ ଲେଖିଲି, ଆଉ ରିଭର କଣ? ଏଇଟା ହଉଛି ଋଷିକୁଲ୍ୟା ରିଭର, ଜଉଗଡ଼ଟା ଋଷିକୁଲ୍ୟା ରିଭର ସାଇଡରେ। ସରିଲା। ଦ୍ୱିତୀୟ କଥା, ୟାକୁ ଡେସିଫର କିଏ କରିଥିଲେ? ଜେମ୍ସ ପ୍ରିନ୍ସେପ। ୟାକୁ ବି ସେଇ ସେମ୍ ପର୍ସନ ଡେସିଫର କରିଥିଲେ। ଲେଖି ଦଉଛି। 3ରେ ହେଲା 1837ରେ କରିଥିଲେ। ତାପରେ ହଉଛି ଲାଙ୍ଗୁଏଜ, କୋଉ ଲାଙ୍ଗୁଏଜରେ ଲେଖା ହେଇଥିଲା? ଏଠି ଆମର ଦିଟା ଜିନିଷ ଆସିବ, ଡୋଣ୍ଟ ବି କନଫ୍ୟୁଜ। ଗୋଟେ ଆସିବ ବ୍ରାହ୍ମୀ, ଆଉ ଗୋଟେ ହବ ପ୍ରାକୃତ। ଏଠି କନଫ୍ୟୁଜ ହବନି, ବ୍ରାହ୍ମୀ ଇଜ ଦ ସ୍କ୍ରିପ୍ଟ, ବ୍ରାହ୍ମୀ ହଉଛି ସ୍କ୍ରିପ୍ଟ। ଯେମିତି ଆମେ ହିନ୍ଦୀ ଲେଖୁଛେ, ହିନ୍ଦୀ ଲାଙ୍ଗୁଏଜ କହୁଛେ, ବଟ୍ ଦ ସ୍କ୍ରିପ୍ଟ ଇଜ ଦେବନାଗିରି, ସେମିତି ବ୍ରାହ୍ମୀ ଇଜ ଦ ସ୍କ୍ରିପ୍ଟ, ପ୍ରାକୃତ ହଉଛି ଲାଙ୍ଗୁଏଜ। ମତେ କହିବ ଓଡ଼ିଆ ସ୍କ୍ରିପ୍ଟର, ଓଡ଼ିଆ ଲାଙ୍ଗୁଏଜର ସ୍କ୍ରିପ୍ଟ କଣ? ଏଇଟା ତମର ଟାସ୍କ ରହିଲା। ହେଲା, ପ୍ରାକୃତ ଲାଙ୍ଗୁଏଜରେ ଲେଖା ହେଇଥିଲା, କିନ୍ତୁ ଆଟ୍ ଦ ସେମ୍ ଟାଇମ୍ ଏଠି ବ୍ରାହ୍ମୀ ସ୍କ୍ରିପ୍ଟରେ ଲେଖା ହେଇଥିଲା, କିନ୍ତୁ ଲାଙ୍ଗୁଏଜ ଥିଲା ପାଲି। ହେଲା, ପାଲି ଆଉ ପ୍ରାକୃତ ଲାଙ୍ଗୁଏଜ ଭିତରେ ଡିଫରେନ୍ସ ହେଲା ଯେମିତିକି ସଂସ୍କୃତ ଆଉ ହିନ୍ଦୀ। ସଂସ୍କୃତ ଗୋଟେ ହଉଛି ମାନେ ଅପର କ୍ଲାସ ଲୋକମାନେ ୟୁଜ କରନ୍ତି ସେତେବେଳ ଟାଇମରେ, କିମ୍ବା ଏବେ ବି ମାନେ ସଂସ୍କୃତ ଯୋଉମାନେ ବହୁତ ବିଜ୍ଞ ସେମାନେ ୟୁଜ କରନ୍ତି, ଗୋଟେ ବହୁତ ହି ସୋବର ଆଉ ସୋଫିଷ୍ଟିକେଟେଡ ଲାଙ୍ଗୁଏଜ। ବଟ୍ ପ୍ରାକୃତ ଯୋଉ ବଟ୍ ହିନ୍ଦୀ ଖଡ଼ି ବୋଲି ଆମର ଯାହାବି ଯୋଉ ଆମ ଓଡ଼ିଆ ବି ସେଇ ତାରି ଗୋଟେ ଇଏ, ବେଙ୍ଗଲୀ ହେଲା, ଏଗୁଡ଼ା ସବୁ ହଉଛି ରିଜନାଲ ଲାଙ୍ଗୁଏଜ, ସେଗୁଡ଼ାକ ଚେଞ୍ଜ ହେଇଯାଇଛି ୱିଥ୍ ରେସ୍ପେକ୍ଟ ଟୁ ଦେୟାର ରିଜନ। ତ ସେଥିପାଇଁ ସେ ଟାଇମରେ ବି ଯୋଉ ରିଜିଓନାଲ ଲାଙ୍ଗୁଏଜ ଗୁଡ଼ାକ ଥିଲା, ସେଗୁଡ଼ା ହଉଛି ପ୍ରାକୃତ, କିନ୍ତୁ ଯୋଉଗୁଡ଼ା ଆକ୍ଚୁଆଲି ବହି ଖାତାରେ ଲେଖା ହଉଥିଲା, ଦ୍ୟାଟ୍ ଇଜ ପାଲି। ଯେହେତୁ ଧଉଳିଟା ହଉଛି କଣ, ସେତେବେଳେ ଆମର ତୋଷାଲି ଥିଲା, ଭୁବନେଶ୍ୱର ମାନେ ମଡର୍ଣ୍ଣ ଭୁବନେଶ୍ୱର, ସେଟା ତୋଷାଲି ଥିଲା ହଉଛି କଣ ଏଠିକାର ରାଜଧାନୀ, କ୍ୟାପିଟାଲ ଅଶୋକଙ୍କ ଟାଇମରେ, ସେତେବେଳେ ପାଲି ଲାଙ୍ଗୁଏଜଟା ଏଇ ରିଜନରେ ୟୁଜ କରିଥିଲେ। ବଟ୍ ଜଉଗଡ଼ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଋଷିକୁଲ୍ୟା ପାଖରେ, ସେଠି ଗ୍ରାଜୁଆଲି ଭାଷାରେ ଗୋଟେ ଚେଞ୍ଜେସ୍ ଆସିଥିଲା, ତ ସେଠି ତାଙ୍କ ରିଜନାଲ ଲାଙ୍ଗୁଏଜ ଯୋଉଟାକୁ ଆମେ ପ୍ରାକୃତ ବୋଲି କହୁଛେ, ସେଠି ସେଟା ଲେଖା ହେଇଥିଲା। ହେଲା, ଧଉଳି ଆଉ ଜଉଗଡ଼ ବିଷୟରେ ଆମେ ଜାଣିଲେ। ଜଉଗଡ଼ର ନାଁ କଣ ନା, ଜଉ ହଉଛି ମାନେ କଣ, ଲାଖ ଯୋଉ କହନ୍ତି, ସେଇଥିରୁ ଏଇ ନାଁଟା ଆସିଥିଲା। ତାକୁ ଆମେ ଜତୁ ଦୁର୍ଗ ବି କହୁ, ଯଦି ପୁରୁଣା ସପୋଜ ଏକ୍ସାମରେ ପଚାରିଦେଲା ଜତୁ ଦୁର୍ଗ,
ଆମେ ଜଉଗଡ଼ ତ ଶୁଣିଛେ, ଯତୁଦୁର୍ଗ ଶୁଣିନେ, ଫସିବାନି। ଯତୁଦୁର୍ଗ। ଓକେ, ତାକୁ ଯତୁଦୁର୍ଗ ବି କହୁଛେ। ଆଉ ଦିଟାକୁ, ଧଉଳିକୁ, ଯତୁଦୁର୍ଗକୁ କିମ୍ବା ଜଉଗଡ଼କୁ, ଦିଟା ଇଜି, both are protected by ASI, Archaeological Survey of India। ଏଇଟା ମନେ ରଖିବ ହେଲା। ତ ଅଶୋକଙ୍କ ଟାଇମରେ, ସରି, ଅଶୋକଙ୍କ ଟାଇମରେ ଓଡ଼ିଶାର ରାଜଧାନୀ, କ୍ୟାପିଟାଲ ଅଫ ଓଡ଼ିଶା ଓ କ୍ୟାପିଟାଲ ଅଫ କଳିଙ୍ଗ କଣ? ତୋଶାଲି। ତୋଶାଲି ଫେଷ୍ଟିଭାଲ ଯୋଉ ହଉଛି, ଆଇ ଥିଙ୍କ ଦେ ହାଭ ଡ୍ରନ୍ ଦ୍ୟାଟ ନେମ୍ ଫ୍ରମ ଦିସ୍ ଓନଲି। ତ କ୍ୟାପିଟାଲ ଅଫ କଳିଙ୍ଗ ହେଲା ତୋଶାଲି, ସେ ଟାଇମରେ ଥିଲେ ହେଲା। ସେ ସମରିଜ ଇଜ ନଟ୍ ଇମ୍ପୋର୍ଟାଣ୍ଟ ବଟ୍ ଆଇ ଏମ୍ ଟେଲିଂ ୟୁ, ସେତେବେଳେ ଯୋଉ ତାଙ୍କ ଗଭର୍ନାନ୍ସ ପାଇଁ କି ସେ ଯୋଉ ରଖିଥିଲେ ମାନେ ୱାର୍କର ମାନେ, ମାନେ କଣ, ଯେମିତି ମନ୍ତ୍ରୀ, ତାପରେ ଏବେକାର ଯେମିତି ସବୁ ଅଛି ଡିଭିଜନ୍ସ, ଜିଲ୍ଲାର ଜଣେ ଅଧିକାରୀ ରହିବ, ରାଜ୍ୟର ଜଣେ ଅଧିକାରୀ ରହିବ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯେମିତି ରହିବ, ସେମିତି ସେ ଯୋଉ ରଖିଥିଲେ ତାଙ୍କର ହେଲା ମହାମାତ୍ରାଜ। ଏମାନେ ମିନିଷ୍ଟର୍ସ ଥିଲେ, ଅଲଗା ଅଲଗା ଡିପାର୍ଟମେଣ୍ଟର ଅଲଗା ଅଲଗା ମିନିଷ୍ଟର୍ସ ଥିଲେ। ରଜୁକଜ ଆଣ୍ଡ ୟୁକ୍ତିଜ। ୟୁକ୍ତି ହଉଛି ସବୁଠୁ ଛୋଟ ୟୁନିଟର ହେଡ୍, ରଜୁକସ ହଉଛନ୍ତି ତାଠୁ ଉପର, ମହାମାତ୍ର, ମାନେ ତିନିଟା ଡିଭିଜନରେ ସେ କରିଥିଲେ, ୟୁକ୍ତି, ରଜୁକ, ମହାମାତ୍ରା। ୟୁକ୍ତି, ରଜୁକ, ମହାମାତ୍ରା ହେଲା। ତାଙ୍କ ଟେରିଟୋରି ଏମିତି ଡିଭାଇଡ ହେଇକି ଥିଲା। with this only we will stop। ଆମେ ନେକ୍ସଟ ଚେଦି ଡିନାଷ୍ଟି କିମ୍ବା ମହାମେଘବାହାନ ଡିନାଷ୍ଟି କଥା ନେକ୍ସଟ ଟାଇମରେ ପଢିବା। ଆଇ ହୋପ ତମମାନେ ସମସ୍ତେ ଏଇଟା ଲେଖିକି ନୋଟ୍ସ କରି ଦେଇଥିବ। ଓକେ।